ଜୟ ଜଗନ୍ନାଥ। ଆଜି ନୂତନ ବର୍ଷର ଆରମ୍ଭ। ଆମ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ଯୋଜନା ଏବଂ ନୂତନ ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ବିଗତ ବର୍ଷ କିପରି ବିତିଛି ଯାହା ହେଉ, ଆମେ ଏହାର ଭୁଲ ଏବଂ ବିଫଳତାକୁ ଶିକ୍ଷା ଭାବରେ ଗ୍ରହଣ କରିବା ଏବଂ ଆଗକୁ ବଢ଼ିବା ଜାରି ରଖିବା ଉଚିତ। ଅତୀତକୁ ପଛରେ ପକାଇ ନୂତନ ସୁଯୋଗକୁ ଗ୍ରହଣ କରିବା ହେଉଛି ସଠିକ୍ ଉପାୟ। ପ୍ରତ୍ୟେକ ନୂତନ ବର୍ଷ ଆମକୁ ଏକ ନୂତନ କାହାଣୀ ଲେଖିବାର ସୁଯୋଗ ଦିଏ। ଏହା ନିଜକୁ ଉନ୍ନତ କରିବା ଏବଂ ଆମେ କେବଳ କଳ୍ପନା କରିଥିବା ଲକ୍ଷ୍ୟ ହାସଲ କରିବାର ସମୟ। ତଥାପି ଅତୀତର ଭୁଲରୁ ଶିଖିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସେଗୁଡ଼ିକ ଉପରେ ଧ୍ୟାନ ଦେବା ନୁହେଁ। ଆସନ୍ତୁ ଏହି ନୂତନ ବର୍ଷକୁ ଏକ ନୂତନ ଆରମ୍ଭ ଭାବରେ ଗ୍ରହଣ କରିବା ଏବଂ ସଫଳତା ପାଇଁ ଆମର ଶକ୍ତିକୁ ବ୍ୟବହାର କରିବା। ଏହି ବିଶେଷ ଅବସରରେ ଆମେ କିଛି ପ୍ରେରଣାଦାୟକ ଚିନ୍ତାଧାରାକୁ ଆମ ମାର୍ଗଦର୍ଶନରେ ସାମିଲ କରିପାରିବା। ମହାପୁରୁଷଙ୍କ ଉକ୍ତି କେବଳ ଆମକୁ ପ୍ରେରଣା ଦିଏ ନାହିଁ, ବରଂ ଆମ ଭିତରେ ସକାରାତ୍ମକ ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଦୃଢ଼ କରିଥାଏ। ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ ଏକ ସମୟରେ ଗୋଟିଏ କାମ କରନ୍ତୁ ଏବଂ ଏହା କରିବା ସମୟରେ ଅନ୍ୟ ସବୁ କିଛି ଭୁଲି ଯାଇ ଆପଣ ଏଥିରେ ଧ୍ୟାନସ୍ଥ ରୁହନ୍ତୁ। ଚାଣକ୍ୟଙ୍କ ବାଣୀ ଅନୁଯାୟୀ କଠିନ ପରିଶ୍ରମ ଦାରିଦ୍ର୍ୟକୁ ରୋକିଥାଏ, ଧାର୍ମିକତା ପାପକୁ ରୋକିଥାଏ ଏବଂ ନୀରବତା ଦ୍ୱନ୍ଦ୍ୱକୁ ରୋକିଥାଏ। ଆରିଷ୍ଟଟଲଙ୍କ ବାଣୀ ଅନୁଯାୟୀ ସାହସ ବିନା ଆପଣ ଏହି ଦୁନିଆରେ କିଛି କରିପାରିବେ ନାହିଁ। ସାହସ ହେଉଛି ମନର ସର୍ବୋତ୍ତମ ଗୁଣ। ସନ୍ଥ ତିରୁବଲ୍ଲଭରଙ୍କ ବାଣୀ ଅନୁଯାୟୀ ଇଚ୍ଛା କେବେ ପୂରଣ ହୁଏ ନାହିଁ। ଯଦି ଜଣେ ବ୍ୟକ୍ତି ଏହାକୁ ପରିତ୍ୟାଗ କରେ, ତେବେ ସେ ସେହି ମୁହୂର୍ତ୍ତରେ ସିଦ୍ଧତା ପ୍ରାପ୍ତ କରେ। ବୁଦ୍ଧଦେବଙ୍କ ବାଣୀ ଅନୁଯାୟୀ ପ୍ରସ୍ତର ସ୍ତମ୍ଭ ପରି ଅହଙ୍କାର, ଯାହା ଜୀବନରେ କେବେ ବଙ୍କା ହୁଏ ନାହିଁ, ଆତ୍ମାକୁ ନର୍କକୁ ନେଇଯାଏ। ସେହିପରି ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ ଆପଣଙ୍କୁ ନିଜେ ହିଁ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ପଡ଼ିବ, ଅନ୍ୟମାନଙ୍କ ପାଇଁ ଅପେକ୍ଷା କରନ୍ତୁ ନାହିଁ। ସେହିପରି ରାମଧାରୀ ସିଂହ ଦିନକରଙ୍କ ବାଣୀ ଅନୁଯାୟୀ ଅଭିଜ୍ଞତା ହେଉଛି ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ, କିନ୍ତୁ ଏହା ଭବିଷ୍ୟତରେ ବହୁତ କାମରେ ଆସେ। ସେହିପରି ଏପିଜେ ଅବଦୁଲ କଲାମ କହିଛନ୍ତି, କେବଳ ଯେଉଁମାନେ ଚେଷ୍ଟା ଜାରି ରଖନ୍ତି ସେମାନେ ସଫଳତା ପାଆନ୍ତି। ଆଲବର୍ଟ ଆଇନଷ୍ଟାଇନ କହିଛନ୍ତି, ଯେଉଁ ବ୍ୟକ୍ତି କେବେ ଭୁଲ କରିନାହାନ୍ତି ସେ କେବେ ନୂଆ କରିବାକୁ କିଛି ଚେଷ୍ଟା କରିନାହାନ୍ତି। ନିଜର ଜ୍ଞାନ ଉପରେ ଗର୍ବ କରିବା ସବୁଠାରୁ ବଡ଼ ଅଭିଜ୍ଞତା ବୋଲି ଜେରିମି ଟେଲର କହିଛନ୍ତି। ଏହି ଚ୍ୟାନେଲଟିର ତଥ୍ୟଗୁଡ଼ିକ ଆପଣଙ୍କୁ କିପରି ଲାଗିଲା, ଆପଣ ତାହା ଲାଇକ୍, କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ନୂତନ ବର୍ଷ ଆପଣଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ। ନୂତନ ବର୍ଷର ଅଭିନନ୍ଦନ।